ପିଏମ୍ ଆବାସ ଯୋଜନା 2.0 ନିୟମରେ ବଡ଼ ପରିବର୍ତ୍ତନ କିପରି ପାଇବେ ପିଏମ୍ ଆବାସ ଯୋଜନା ଟଙ୍କା ଏବଂ ନିୟମରେ କ'ଣ ବଡ଼ ପରିବର୍ତ୍ତନ ହେଲା ଏବଂ କେଉଁ କେଉଁ ଡକୁମେଣ୍ଟ ଦରକାର ସମ୍ପୂର୍ଣ୍ଣ ଅପଡେଟ୍ ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିନେବା। ଚ୍ୟାନେଲରେ ନୂଆ କରି ଭିଜିଟ୍ କରୁଥିଲେ ଚ୍ୟାନେଲକୁ ଲାଇକ୍ କରିଦେବେ ଏବଂ ସବସ୍କ୍ରାଇବ୍ କରିଦେବେ ଏଭଳି ଭାବେ ସର୍ବପ୍ରଥମେ ନୋଟିଫିକେସନ୍ ପାଇବା ପାଇଁ। ତେବେ ଚାଲନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଆଜି ଆମେ ଜାଣିନେବା। ଫ୍ରେଣ୍ଡସ୍, ପିଏମ୍ ଆବାସ ଯୋଜନା 2.0 ନିୟମରେ ବଡ଼ ପରିବର୍ତ୍ତନ କିଏ ପାଇବେ ଘର ବାଦକୁ ଟଙ୍କା ଜାଣନ୍ତୁ କେଉଁ ସବୁ ଯୋଗ୍ୟତା ରହିଛି ଏବଂ କେଉଁ ସବୁ ପରିବର୍ତ୍ତନ କରାଯାଇଛି। ତେବେ ପ୍ରତ୍ୟେକ ଲୋକଙ୍କ ସ୍ୱପ୍ନ ହେଉଛି ନିଜ ନିଜ ଗୋଟିଏ ପକ୍କା ଘର କରିବା, କିନ୍ତୁ ବର୍ତ୍ତମାନ ମହଙ୍ଗା ଯୁଗରେ ଏହି ସ୍ୱପ୍ନ ପୂରଣ କରିବା ସହଜ ନୁହେଁ। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେଉଁଟାକି ଚାଲୁ କରିଛନ୍ତି, ଯାହା ମାଧ୍ୟମରେ ସହରାଞ୍ଚଳ ଏବଂ ଗରିବ ଲୋକ ମଧ୍ୟବର୍ତ୍ତୀ ପରିବାର ଘର ନିର୍ମାଣ କିମ୍ବା କ୍ରୟ ପାଇଁ ଆର୍ଥିକ ସହାୟତା ଦିଆଯାଏ। ତେବେ ପିଏମ୍ ଆବାସ ଯୋଜନା ଯେଉଁଟାକୁ ଉବାନ 2.0 ଫେଜ୍ରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। କେବେ ଆରମ୍ଭ ହୋଇଥିଲା ପିଏମ୍ ଆବାସ ଯୋଜନା? ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ଭାଗ 1 ଏପ୍ରିଲ 2016ରୁ ଆରମ୍ଭ ହୋଇଥିଲା। ପରେ ଏହାର ଦ୍ୱିତୀୟ ପର୍ଯ୍ୟାୟରେ ପିଏମ୍ ଆବାସ ଯେଉଁଟା ୟୁ 2.0 1 ସେପ୍ଟେମ୍ବର 2024ରୁ ଲାଗୁ କରାଯାଇଛି। ଏହି ପର୍ଯ୍ୟାୟରେ ଲକ୍ଷ୍ୟ ହେଉଛି ଆଗାମୀ 5 ବର୍ଷ ମଧ୍ୟରେ ସହରାଞ୍ଚଳରେ ବସବାସ କରୁଥିବା ଯେଉଁଟାକି EWS ଏବଂ LIG ଏବଂ MIG ବର୍ଗର ପରିବାରଙ୍କୁ ପକ୍କା ଘର ଦେବା। ତେବେ କିଏ ପାଇବେ ପିଏମ୍ ଆବାସ ଯୋଜନାର ଟଙ୍କା? ଯେଉଁଟାକି ପିଏମ୍ ଆବାସ ଅଧୀନରେ ଯେଉଁଟା EWS ଆର୍ଥିକ ଭାଗରେ ଦୁର୍ବଳ ବର୍ଗର ଯେଉଁଟା ବାର୍ଷିକ ଆୟ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ଯେଉଁଟାକି LIG ନିମ୍ନ ଆୟ ବର୍ଗର ଯେଉଁଟା ବାର୍ଷିକ ଆୟ 6 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଉ ଯେଉଁଟାକି ରହିଛି MIG ମଧ୍ୟ ଆୟ ବର୍ଗର ଲୋକ ବାର୍ଷିକ 9 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଯେଉଁଟା ଥିବ। ଯୋଗ୍ୟ ଲାଭାର୍ଥୀଙ୍କ ଘର ନିର୍ମାଣ ପାଇଁ ସର୍ବାଧିକ 2.5 ଲକ୍ଷ ଟଙ୍କା ସହାୟତା ମିଳିବ। ଏଥିରେ 1.5 ଲକ୍ଷ ଟଙ୍କା କେନ୍ଦ୍ର ସରକାର ଓ 1 ଲକ୍ଷ ରାଜ୍ୟ ସରକାର ପକ୍ଷରୁ ଦିଆଯିବ। ଏହା ସହ 1.8 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ସବସିଡି ବ୍ୟବସ୍ଥା ମଧ୍ୟ ରହିଛି। ତେବେ ନିୟମରେ କ'ଣ ସବୁ ବଡ଼ ପରିବର୍ତ୍ତନ? ନୂଆ ନିୟମ ଅନୁସାରେ 31 ଅଗଷ୍ଟ 2024 ପୂର୍ବରୁ ଯାହାଙ୍କ ନାମରେ ଜମି ରେଜିଷ୍ଟ୍ରି ଥିବ ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ। ଏହି ତାରିଖ ପରେ ଜମି କିଣିଥିବା କିମ୍ବା ରେଜିଷ୍ଟ୍ରି ହୋଇଥିବା ଲୋକଙ୍କୁ ଘର ନିର୍ମାଣ ସହାୟତା ମିଳିବ ନାହିଁ। ଏହା ସହ ଜମି ଆବାସ କେନ୍ଦ୍ରରେ ଥିବା ଆବଶ୍ୟକତା ଯେଉଁଟାକି ଏଲିଜିବିଲିଟି ବେନିଫିସିଆଲ ସାର୍ଟିଫିକେଟ୍ ଅନିବାର୍ଯ୍ୟ କରାଯାଇଛି। ଏହା ପାଇଁ ଆବେଦନକାରୀକୁ ପିଏମ୍ ଆବାସ ଅଫିସିଆଲ ପୋର୍ଟାଲକୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ପରେ ନଗମ ନିଗମ ଦ୍ୱାରା ଫିଜିକାଲ ଭେରିଫିକେସନ କରାଯିବ ଏବଂ ସବୁ ଠିକ୍ ଥିଲେ 4ଟି କିସ୍ତିରେ ଟଙ୍କା ଦିଆଯିବ। ତେବେ କେଉଁ କେଉଁ ଡକୁମେଣ୍ଟ ଦରକାର? ଯୋଗ୍ୟତା ପ୍ରମାଣ ପାଇଁ 31 ଅଗଷ୍ଟ 2024 ପୂର୍ବରୁ ବିଦ୍ୟୁତ କିମ୍ବା ପାଣି ବିଲ୍, ମ୍ୟୁନିସିପାଲିଟି ପୋର୍ଟାଲ ଟ୍ୟାକ୍ସ ରସିଦ, ପୁରୁଣା ଭୋଟର ଲିଷ୍ଟ ନାମ ଥିବା ଜରୁରୀ। ତେବେ ସରକାର ଜିଓ ଟେକିଂ ସ୍ୟାଟେଲାଇଟ୍ ଇଞ୍ଜିନ୍ ମାଧ୍ୟମରେ ଯାଞ୍ଚ କରିବେ। ତ ଫ୍ରେଣ୍ଡସ୍, ଡକୁମେଣ୍ଟ ଆପଣମାନେ ଜାଣିଗଲେ, କେଉଁମାନଙ୍କୁ ଟଙ୍କା ମିଳିବ ଜାଣିଗଲେ। ତ ଫ୍ରେଣ୍ଡସ୍, ଇନଫର୍ମେସନଟି ଯଦି ଭଲ ଲାଗିଥିବ ନିହାତି ଭାବେ ସବସ୍କ୍ରାଇବ୍ କରିଦେବେ ଏଭଳି ଭାବେ ନୂଆ ନୂଆ ଇନଫର୍ମେସନ ଭିଡ଼ିଓ ଜାଣିବା ପାଇଁ।